ବ୍ରହ୍ମପୁରରୁ ଖୋର୍ଦ୍ଧା ଗଲାବେଳେ ରାସ୍ତାରେ ପଡ଼େ ଗୋଟେ ଭୂଷଣ୍ଡପୁର ଛକ। ସେ ଛକରୁ 3 କିଲୋମିଟର ପଶିଗଲା ପରେ ଆମେ ପହଞ୍ଚିଲୁ ଠାକୁରାଣୀ ମାଆଙ୍କ ପାଖରେ। ଆଉ ସେଇ ଠାକୁରାଣୀ ମା ହେଉଛନ୍ତି ମା ଉଗ୍ରତାରା। ଆସନ୍ତୁ ଆଜି ଆମେ ମାଆଙ୍କ ଦର୍ଶନ କରିବା ସହିତ ସେ ଜାଗାର ଟିକେ ବୁଲିକି ଟିକେ ଦେଖିବା। କଥାରେ କଥାରେ ମୁଁ ଆସି ପହଞ୍ଚିଗଲି ମାଆଙ୍କ ମନ୍ଦିର ପ୍ରାଙ୍ଗଣରେ। ଆଉ ଅଳ୍ପ ବାଟ ପରେ ମୁଁ ଆସି ପହଞ୍ଚିଯିବି ମନ୍ଦିରର ଗେଟ୍। ଆପଣମାନେ ଦେଖିପାରୁଥିବେ ଓଡ଼ିଶା ମାଟିରେ ଅନେକ ଦେବାଦେବୀ ମନ୍ଦିର ଅଛି, ଅନେକ ଶକ୍ତିପୀଠ ଅଛି, ଅନେକ ତନ୍ତ୍ରପୀଠ ମଧ୍ୟ ଅଛି। ସେ ଶକ୍ତି ଆଉ ତନ୍ତ୍ରପୀଠର ମୂଳଧାରା ସେ ହେଲେ ମା ଉଗ୍ରତାରା। ଜଗତ ଜନନୀ ଭକତ ପାଣିନି ସକାଳ ସୁନେଲି ଖରା, ଉଗ୍ରତାରା ସକାଳ ସୁନେଲି ଖରା। ଯେତେବେଳେ ମୁଁ ମାଆଙ୍କର ଗେଟ୍ ଏଣ୍ଟ୍ରି କଲି, ଦୁଇ ସାଇଡ଼୍ରେ ମୋତେ ଟିକେ ଖୋଲା ଖୋଲା ଜାଗା ଦେଖାଲା। ମୁଁ ଜଣଙ୍କୁ ପଚାରିଲି, ଭାଇ ଏମିତି କ'ଣ ଖୋଲା ଖୋଲା ଜାଗା ଦେଖାହେଉଛି? ନା ଏଠି ପିକନିକ୍ ହୁଏ, ମାଆଙ୍କ ଦର୍ଶନ ସାରିବା ପରେ ପାର୍ଟି ଫାର୍ଟି କରନ୍ତି। ଆଉ ୟାଙ୍କର ନେଇଗଲା କ'ଣ ଭାଇ ନେଇକି ଆସିଥିଲେ ମାଆଙ୍କ ପାଖକୁ, ସେ ଧରିକି ପଳେଇଲା। ଆଉ ଦେଖନ୍ତୁ ସେ ଧାଇଁଲା ଚାଲିଲା ସେପଟେ। ମନ ଟିକେ ତାଙ୍କର ଦୁଃଖ, ଆଉ କାଳେ ଖସେଇ ଦେବ କି। ଦେଖନ୍ତୁ ସେ କେତେ ସୁନ୍ଦରରେ ଖାଇ ନେଉଛି। କ'ଣ ନେଇକି ଆସିଥିଲ? ମାଆଙ୍କ ପାଖକୁ ଲଡ଼ୁ ନେଇକି ଆସିଥିଲ? ନେଇକି ମା ନେଇକି ପଳେଇଲେ। ମନ ଟିକେ ଦୁଃଖ ଅଛି କି? ନା ସେମିତି କିଛି ନାହିଁ ନା। ଆଉ ଏଇଟା ଗୋଟେ ଏଇଠି ସବୁବେଳେ ତ ଏଇ ଟାଇପ୍ ହିଁ ହେଉଛି। ଆଉ କ'ଣ କରାଯିବ? ଆଉ ଯାହା ହଉ ଖୁସି ଆଉ ନା, ସେଥିରେ ବି ସନ୍ତୁଷ୍ଟ ଆଜ୍ଞା। ଆଉ ଆପଣ ଜାଣିଥିଲେ ଏମିତି କାଳେ ହେଇଯିବ କି? ସତର୍କ ହେଇକି ଆସିବାର ଥିଲା ନା ସେମିତି କିଛି ନାହିଁ? ସେମିତି କିଛି ଜାଣିନଥିଲି, ହେଲା ହାତରୁ ପଛପଟା ନେଇଗଲା। ଗୋଟେ ଅଚାନକ ହେଇଗଲା, ସକ୍ ହେଇଗଲେ ଟିକେ। ଆଉ ଏବେ ଆଉ ମାରିକି ମଧ୍ୟ କିଛି ଲାଭ ନାହିଁ। ଆଉ କିଛି ନାହିଁ, ଆଉ ମାଙ୍କର ଦୟା ସବୁ। ଦୟା। ତ ଦେଖିଲେ ମାଙ୍କଡ଼ ଖାଇଦେଲା। ଆଉ ଏମିତି ସବୁ ଛଡ଼େଇକି ନେଇଗଲା। ଉଗ୍ରତାରା ପୀଠ ବ୍ୟବସ୍ଥା ଅପରାଜିତା ଷଡ଼ଙ୍ଗୀ, ସାଂସଦ ଭୁବନେଶ୍ୱର, ତାଙ୍କେ ଉଦ୍ଘାଟନ କରିଥିଲେ। ଆଉ ଜୟ ମା ଉଗ୍ରତାରା। ମାଆଙ୍କ ଦର୍ଶନ ସତରେ ଏକ ଅଦ୍ଭୁତ ଅଲୌକିକ ଦର୍ଶନଟିଏ। ମୁଁ ଆମର ଗଞ୍ଜାମରେ ମା କାଳୁଆଙ୍କର ଦର୍ଶନ କରିଥିଲି। ଏଇଟା କିନ୍ତୁ ସତରେ ନିଆରା ଅନୁଭୂତି ପରି ଲାଗେ। ମନ୍ଦିରର ସୌନ୍ଦର୍ଯ୍ୟକରଣ, ସେଇ ଜାଗାର ସେଇ ମାହୋଲ ସତରେ ମନକୁ ଏତେ ଆନନ୍ଦିତ ଲାଗେ। ଥରେ ଆସି ଏଇ ନୂଆ ବର୍ଷରେ ଆସି ମାଆଙ୍କର ଦର୍ଶନ କରିବା ସହିତ ପିକନିକ୍ର ମଜା ବି ନେଇପାରିବେ। ଏଠି ଏତେ ମାନେ ପହଞ୍ଚିଲା ପରେ ଏତେ ଖୁସି ଲାଗିବ, ଏତେ ଆନନ୍ଦିତ ଲାଗିବ ଆପଣଙ୍କୁ ସତରେ। ମାନେ ଆମର ଗଞ୍ଜାମରେ ଯେଉଁ ମା କାଳୁଆଙ୍କର ଯେଉଁ ଅଛି ସିଦ୍ଧ ଶକ୍ତିପୀଠ, ସେଇ ଜାଗାକୁ ଯେମିତି ଲାଗେ ଠିକ୍ ତା'ର ସୌନ୍ଦର୍ଯ୍ୟ ଏଠି ଆପଣମାନଙ୍କୁ ଦେଖିବାକୁ ମିଳିବ। ତ ମାଆଙ୍କର ଦର୍ଶନ ବର୍ତ୍ତମାନ ଏବେ ଆମେ ଦର୍ଶନ ସାରିବା ପରେ ଆମେ ଏଇଠୁ ଅଲଗା ଅଲଗା ଜାଗା ତ ବୁଲିବା, ମାଆଙ୍କର ଯେଉଁ ବେଢ଼ା ପରିକ୍ରମା କରିବା, ତା ସହିତ ଏଠି କ'ଣ କ'ଣ ଦେଖିବାକୁ ମିଳେ ସବୁ ବିଷୟରେ ଚାଲନ୍ତୁ ଆଜି এই ଭିଡ଼ିଓରେ ଏକ୍ସପ୍ଲୋର କରିବା। ଆଉ ତ ଚାଲନ୍ତୁ ଏବେ ମାଆଙ୍କର ଦର୍ଶନ କରିବା ଆଉ ମନ୍ଦିର ଭିତରକୁ ପ୍ରବେଶ କରିବା। ଏଠି ଆପଣମାନଙ୍କୁ ଟିକେ ସତର୍କ ହେଇକି ରହିବାକୁ ପଡ଼ିବ, କାହିଁକିନା ଦେଖନ୍ତୁ ମାଙ୍କଡ଼ଙ୍କର ଉପଦ୍ରବ ଟିକେ ରହୁଛି। ଆପଣ ଯଦି ଭୋଗ ନେଇକି ଯାଉଛନ୍ତି ମନ୍ଦିର ଭିତରକୁ, ମାଙ୍କଡ଼ ନଜର ଯଦି ପଳେଇ ଆସିଲା ତାହେଲେ ସଇଲା। ଏମିତି ଆଉ ଗୋଟେ ଶକ୍ତିପୀଠ ଅଛି ଆମର ଗଞ୍ଜାମର ମା ତାରାତାରିଣୀ, ସେଠି ମଧ୍ୟ ଏମିତି ମାଙ୍କଡ଼ଙ୍କର କିଛି ଉପଦ୍ରବ ଦେଖିବାକୁ ମିଳେ। ତଥାପି ସତର୍କ ହେଇକି ତ ଯିବାକୁ ପଡ଼ିବ। ଚାଲନ୍ତୁ ମାଆଙ୍କ ଦର୍ଶନ କରିବା, ମୋ ସାଥିରେ ଆପଣମାନେ ମଧ୍ୟ ଦର୍ଶନ କରନ୍ତୁ। ଜୟ ମା ଉଗ୍ରତାରା।
ନୀଳତନ୍ତ୍ରର ଧ୍ୟାନ ଅନୁସାରେ ମା ମୁଣ୍ଡମାଳା ବିଭୂଷିତା, ପୁଣି ଦେଖିବାକୁ ଭୟଙ୍କରୀ। ସତରେ ମାଙ୍କର ଦର୍ଶନ ଏକ ଅଲୌକିକ ଦର୍ଶନ। ମୋ ସହିତ ଆପଣମାନେ ଦେଖିଲେ ନା, ମୋ ଆଖି ସତେ ଯେମିତି ପବିତ୍ର ମନେ ହୁଏ। ମୁଁ ଆଗରୁ କହିଥିଲି ଓଡ଼ିଶା ମାଟିରେ ଅନେକ ଦେବାଦେବୀ ଅଛନ୍ତି, ଅନେକ ଶକ୍ତିପୀଠ ଅଛି, ଅନେକ ତନ୍ତ୍ରପୀଠ ମଧ୍ୟ ଅଛି। ସେ ଶକ୍ତି ଆଉ ତନ୍ତ୍ରପୀଠର ମୂଳଧାରା ସେ ହେଲେ ମା ଉଗ୍ରତାରା। ଆପଣମାନେ ମୋ ସହିତ ମାଙ୍କ ଦର୍ଶନ କଲେ। ଚାଲନ୍ତୁ ଏବେ ଟିକେ ବୁଲିକି ଦେଖିବା ମନ୍ଦିରର କଳାକୃତି ଆଉ ସେଠିକାର କେମିତି ମାଙ୍କଡ଼ମାନଙ୍କର ଉପଦ୍ରବ ସବୁ ଜାଗା ଟିକେ ଟିକେ ନଜର ରଖିବା। ଆସନ୍ତୁ ମୋ ସହିତ ଏ ମନ୍ଦିରର କାରୁକାର୍ଯ୍ୟ ଉପରେ ଟିକେ ନଜର ପକାଇବା। ଅନେକ ପର୍ଯ୍ୟଟନ ସ୍ଥଳୀ ବୁଲିଲା ପରେ ଏଇ ଜାଗାଟା ସତରେ ମୋ ମନକୁ ଛୁଇଁଲା। ଆମର ଗଞ୍ଜାମରେ ମା ତାରାତାରିଣୀ ଆଉ ମା କାଳୁଆଙ୍କର ଦର୍ଶନ ପରେ ଇଏ ଆଉ ଏକ ଶକ୍ତିପୀଠ ମା ଉଗ୍ରତାରାଙ୍କ ଶକ୍ତିପୀଠ। ଆପଣମାନେ ମୋ ସହିତ ଦେଖିଲେ, ବୁଲିଲେ। ଯଦି ସେ ଦୁଇଟି ଭିଡ଼ିଓ ମିସ୍ କରିଛନ୍ତି ଆପଣଙ୍କର ସ୍କ୍ରିନ୍ରେ ଶୋ କରୁଛି, ଆପଣମାନେ ଚାହିଁଲେ ସେ ଭିଡ଼ିଓକୁ କ୍ଲିକ୍ କରି ଦେଖିପାରିବେ। ମୋତେ ଏଥର ବିଦାୟ ଦିଅନ୍ତୁ। ଆଉ ଗୁଡ଼ିଏ ଭିଡ଼ିଓ ସହିତ ମୁଁ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବି। ରହିଲି, ଟିଲ୍ ଦେନ୍ ଟେକ୍ କେୟାର, ଲଭ୍ ୟୁ, ବାଏ ବାଏ।